ଆଜିର ଭିଡ଼ିଓଟିରେ ପ୍ରଭୁ ହନୁମାନଙ୍କର ସବୁଠାରୁ ଶକ୍ତିଶାଳୀ ବୀଜ ମନ୍ତ୍ର ବିଷୟରେ କହିବି। ଯଦି ଆପଣ ପ୍ରତିଦିନ ଶୋଇବା ପୂର୍ବରୁ ପ୍ରଭୁ ହନୁମାନଙ୍କର ଏ ବୀଜ ମନ୍ତ୍ରକୁ 2 ଥର ଜପ କରନ୍ତି, ବିଶ୍ୱାସ କରନ୍ତୁ ଆପଣଙ୍କ ଜୀବନରୁ ସବୁ ପ୍ରକାର ସମସ୍ୟା 2 ମିନିଟ୍ରେ ଗାୟବ ହୋଇଯିବ। ପ୍ରଭୁ ହନୁମାନଙ୍କ କୃପାରୁ ଆପଣଙ୍କ ସମସ୍ତ ପ୍ରକାର ସମସ୍ୟା ଅଚିରେ ଦୂର ହୋଇଯିବା ସହିତ ଆପଣଙ୍କର ସମସ୍ତ ମନସ୍କାମନା ମଧ୍ୟ ପୂରଣ ହୋଇଯିବ। ପ୍ରଭୁ ହନୁମାନ କଳିଯୁଗର ହେଉଛନ୍ତି ଚିରଞ୍ଜୀବୀ ଦେବତା। କଳିଯୁଗରେ ଯଦି ଆପଣ କିଛି ବି ଭୌତିକ ବସ୍ତୁ ଚାହୁଁଥାନ୍ତି, ତେବେ ପ୍ରଭୁ ହନୁମାନଙ୍କୁ ପ୍ରଥମେ ପ୍ରସନ୍ନ କରିବାକୁ ପଡ଼ିବ। ଯଦି ଥରେ ପ୍ରଭୁ ହନୁମାନଜୀ ପ୍ରସନ୍ନ ହୋଇଯାଆନ୍ତି, ତେବେ ବିଶ୍ୱାସ କରନ୍ତୁ ଆପଣଙ୍କ ଜୀବନରେ ଥିବା ସମସ୍ତ କାମନା ଅଚିରେ ପୂର୍ଣ୍ଣ ହେବାକୁ ଲାଗିବ। ଜୀବନରୁ ଶତ୍ରୁ ଆପେ ଆପେ ଦୂରେଇଯିବେ। ପ୍ରଭୁ ହନୁମାନଙ୍କୁ ଭଗବାନ ଶ୍ରୀରାମଚନ୍ଦ୍ରଙ୍କର ବରଦାନ ଅଛି, ଯଦି କେହି ସାଧକ ପ୍ରଭୁ ହନୁମାନଙ୍କୁ ଆରାଧନା କରିଥାଏ, ତେବେ ପ୍ରଭୁ ହନୁମାନଜୀଙ୍କ ସହିତ ଶ୍ରୀରାମଚନ୍ଦ୍ର ତାର ମନସ୍କାମନା ପୂରଣ କରିଥାନ୍ତି। ମୁଁ ଯେଉଁ ବୀଜ ମନ୍ତ୍ରଟି ବିଷୟରେ କହିବାକୁ ଯାଉଛି, ତାହା ଏତେ ପ୍ରଭାବଶାଳୀ। ଆପଣ ରାତ୍ରିରେ ଶୋଇବା ପୂର୍ବରୁ ଯଦି ଏ ବୀଜ ମନ୍ତ୍ରକୁ 11 ଥର କିମ୍ବା 21 ଥର ଜପ କରନ୍ତି, ଆପଣଙ୍କ ଜୀବନରେ ଏକ ବଡ଼ ପରିବର୍ତ୍ତନ ଆସିବ। ଆପଣଙ୍କ ଜୀବନରେ ଥିବା ସମସ୍ୟା ଓ ଶତ୍ରୁ ଆପେ ଆପେ ଦୂରେଇଯିବେ। ଆପଣଙ୍କର ମନସ୍କାମନା ମେଜିକ୍ ଭଳି ପୂରଣ ହେବାକୁ ଲାଗିବ। ଏ ମନ୍ତ୍ର ଜପ କରିବା ସମୟରେ ଆପଣଙ୍କର ପ୍ରଭୁ ହନୁମାନଙ୍କ ଉପରେ ଦୃଢ଼ ବିଶ୍ୱାସ ରଖି ଜପ କରିବା ଉଚିତ। ଆପଣଙ୍କର ବିଶ୍ୱାସ ଯେତିକି ଦୃଢ଼ ହେବ, ଆପଣଙ୍କର ରେଜଲ୍ଟ ସେପରି ପାଇବେ। ଏ ବୀଜ ମନ୍ତ୍ରକୁ ପ୍ରତିଦିନ 108 ଥର ଜପ କଲେ ଯେତିକି ଫଳପ୍ରାପ୍ତି ହୋଇନଥାଏ, ରାତ୍ରିରେ ଶୋଇବା ପୂର୍ବରୁ 11 ଥର କିମ୍ବା 21 ଥର ଜପ କଲେ ତା'ର 100 ଗୁଣ ଫଳ ମିଳିଥାଏ। ଏହି ବୀଜ ମନ୍ତ୍ରଟିକୁ ଆପଣ ରାତ୍ରିରେ ଶୋଇଲା ବେଳେ 11 ଥର କିମ୍ବା 21 ଥର 1 ମାସ କିମ୍ବା 2 ମାସ ଯାଏ ଜପ କରନ୍ତୁ। ଆପଣ ନିଜେ ଅନୁଭବ କରିପାରିବେ ଆପଣଙ୍କର ଜୀବନରୁ ସବୁ ପ୍ରକାର ସମସ୍ୟା ଦୂର ହୋଇଯିବ ଓ ଆପଣ ମନସ୍କାମନା ପୂରଣ ହେବାକୁ ଲାଗିବ। ଆସନ୍ତୁ ଜାଣିବା ସେ ଚମତ୍କାରୀ ବୀଜ ମନ୍ତ୍ରଟିକୁ, ଯିଏକି ଆପଣଙ୍କ ଜୀବନକୁ ବଦଳାଇ ଦେବ। ମନ୍ତ୍ରଟି ହେଲା ଓମ୍ ଏଂ ହ୍ରୀಂ ହନୁମତେ ଶ୍ରୀ ରାମଦୂତାୟ ନମଃ। ଆଉ ଥରେ ଜାଣିବା, ଓମ୍ ଏଂ ହ୍ରୀಂ ହନୁମତେ ଶ୍ରୀ ରାମଦୂତାୟ ନମଃ। ଏହା ଅତି ଛୋଟ ଓ ସରଳ ମନ୍ତ୍ରଟି, ମାତ୍ର ଅତ୍ୟନ୍ତ ପ୍ରଭାବଶାଳୀ ମନ୍ତ୍ରଟି। ଯଦି ଏହି ମନ୍ତ୍ରଟିକୁ ଅଭ୍ୟାସ କରି ରାତ୍ରିରେ ଶୋଇବା ପୂର୍ବରୁ ପ୍ରଭୁ ହନୁମାନଙ୍କ ଉପରେ ଦୃଢ଼ ବିଶ୍ୱାସ ରଖି ଏ ମନ୍ତ୍ରଟିକୁ 11 ଥର କିମ୍ବା 21 ଥର ଜପ କରିବେ, ଆପଣ ବିଶ୍ୱାସ କରନ୍ତୁ 100% ଆପଣଙ୍କର ସମସ୍ତ ପ୍ରକାର ସମସ୍ୟା ନିଶ୍ଚୟ ଦୂର ହୋଇଯିବ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, ସେୟାର, କମେଣ୍ଟ କରିବେ ଓ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ରହୁଛି, ଧନ୍ୟବାଦ, ନମସ୍କାର।